ଖିଟପିଟ ବ୍ଲଗ ଦେଖିବାକୁ ଚାହୁଁଛନ୍ତି ଦେନ୍ ଏଲିକୁ ଫଲୋ କରନ୍ତୁ। ହେଲୋ ଏଭ୍ରିୱାନ୍, ଗୁଡ୍ ମର୍ଣ୍ଣିଂ। ସକାଳୁ ସକାଳୁ ଉଠିଲା ପରେ ମାଉସୀ ଟିକେ ଭଜା ଭାତ କରିକି ଦେଇଥିଲା ତ ସେଇଟା ମୁଁ ବସିକି ଖାଉଥିଲି ଏଠି। ଆଉ ପ୍ରତିଦିନ ଖାଇବା ଷ୍ଟାଇଲ ଆର ଏମିତି ହିଁ ଥାଏ। ଆଉ ଏଇଭଳି ଛତୁ ମୁଁ ଗୋଟେ ଫାର୍ଷ୍ଟ ଟାଇମ ଦେଖିଲି। ଯଦି ଆପଣ ମାନେ କିଏ ଜାଣିଛନ୍ତି ମତେ ସିଓର ଜଣେଇବେ। ଆଉ ଘରେ ଏମିତି କ୍ଷୀର ଛିଡି ଗଲେ ଚିନି ପକେଇକି ଖାଇବାର ମଜା ତ ଅଲଗା ହିଁ ଥାଏ। ଆଉ ଖରାବେଳ ଖାଇବାରେ ଆମର ଆଜି ବାଇଗଣ ଭଜା ହେଇଥିଲା। ମତେ ଏଇଟା ବହୁତ ଭଲ ଲାଗେ ବଟ ମୋ ହାତରେ କେବେ ହୁଏ। ଆଉ ଦିନ ସାରା ମୁଁ ସେମିତି କିଛି ଭିଡିଓ ବନେଇନି। ଦେନ୍ ରାତିରେ ମୁଁ ଟିକେ ରେଡି ହେଇକି ବାହାରିଲି ଆମ କ୍ରିସୁର ବାର୍ଥଡେ ପାର୍ଟିକୁ। ଆଉ ଆମ ଭାଇବ୍ସ ଟା ଏତେ ମ୍ୟାଚ୍ ହଉଥିଲା କି ସେଠି ଲୋକମାନଙ୍କୁ ବି ଲାଗୁଥିଲା ମୁଁ ବି ଗୋଟେ ଛୋଟ ଛୁଆ। ଭୁଲି ଯାଉଛନ୍ତି ଯେ ମୋ ହାଇଟ ଟା 5 ଫୁଟ ର ଅଛି। ଆଉ କୁଣିଆ ହେଇକି ଯାଇଥିବୁ ଚର୍ଚ୍ଚାଟା ହବନି ସେଇଟା ତ ହବନି। ଆଉ ଏଠି ସାନ ଟିକେ ମଜାକ ଉଡଉଥିଲା ସେଇଟା ମୁଁ ଭିଡିଓରେ ବି କହିପାରିବି। ଆଉ ଗଲାଠୁ ସାଙ୍ଗ ହେଇଛି ଯେହେତୁ ସେୟାର ବି ତ କରିବାକୁ ପଡିବ। ଆଉ ଏଠି ସମସ୍ତେ ଜାଣିଛନ୍ତି କି ସେ ସ୍ନୋ ସ୍ପ୍ରେ କୁ ଡରୁଛି। ଫିର ବି ଏମାନଙ୍କ ଖୁରାପତି ଟିକେ ଦେଖନ୍ତୁ। ତାର ଯୋଉଥିରେ ଡର ଏମାନେ ସେଇଟା ହିଁ କରିକି ତାକୁ ଡରଉଛନ୍ତି। ତ ୟା ଭିତରେ ବହୁତ ମଜାମସ୍ତି କରିକି ତାର କେକ୍ କଟିଂ ଟା ସରିଗଲା। ଆଉ ସେ ବିଚାରାକୁ ଏତେ କେକ୍ ଖୁଆଇଛନ୍ତି କି ସେ ନିଜେ ବି ଭୁଲି ଯାଇଛି ତାକୁ କଣ କରିବାର ଅଛି। ଆଉ ମୁଁ ପ୍ରଥମରୁ ହିଁ କହିଥିଲି ନା ତାର ମୋର ୱାଇବ୍ସ ଟା ମ୍ୟାଚ୍ ହଉଛି। ଆଉ ସେଇଟା ପ୍ରମାଣିତ କରିବା ପାଇଁ ମୁଁ ଏଇ କ୍ଲିପ ଟା ପକେଇଛି। ଦେଖନ୍ତୁ ମୁଁ ଯାହା କହୁଛି ସେ ସେଇଆ ହିଁ କରୁଛି। ଏମିତି ହିଁ ତା ସହିତ ମଜାମସ୍ତି କରିବା ଭିତରେ ସମସ୍ତେ ଖାଇବା ପାଇଁ ବସି ପଡିଲେ। ଆଉ ସେମାନେ ଉଠିଲା ପରେ ଆମେ ବି ବସି ପଡିଲୁ ଖାଇବା ପାଇଁ। ଆଉ ଆମ ଦୁଇ ଜଣଙ୍କର ମଜାକ ଏମିତି ଉଡା ହଉଥିଲା ବୟସର ବଡ ଭାବିକି ଚୁପ୍ ରହିବା ପାଇଁ ବାଧ୍ୟ ହେଲୁ। ତ ଆମେ ସବୁ ସେଠି ପେଟେ ପେଟେ ଖାଇକି ଘର ପାଇଁ ବି ପାର୍ସଲ ନେଇକି ବାହାରିଲୁ। ଫିର ବି ମୋ ଭାଇ ଏକା ଜିଦ କଲା କି ନାନ୍ କିଣିକି ଆଣିଲେ ହିଁ ଖାଇବୁ। ଘରକୁ ଆସି ସ୍କିନ୍ କେୟାର କରିକି ଆଜିର ଭିଡିଓ ଏଇଠି ହିଁ ରଖୁଛି। ଦେଖାବା ଆଉ ଗୋଟେ ଭିଡିଓରେ। ଟିଲ୍ ଦେନ୍ ଟେକ୍ କେୟାର, ବାଏ।